ବର୍ତ୍ତମାନ ବିଶ୍ୱ ଅଶାନ୍ତ। ଆମକୁ ଲୋକ ଉପାଧି ଦେଇଛନ୍ତି ବିଶ୍ୱପ୍ରେମୀ ବଳିଆ। ବିଶ୍ୱପ୍ରେମୀ ବଳିଆ ଲୋକମାନେ ଆମକୁ ଗୋଟେ ଦେଇଛନ୍ତି ମାନପତ୍ର, କିନ୍ତୁ ପ୍ରକୃତରେ ସେ ମାନପତ୍ର ସହିତ ଯେ ବଳିଆ ବିଶ୍ୱପ୍ରେମୀ ହେଇଛି ତାହା ନୁହେଁ। ବିଶ୍ୱ ଆମ ପରିବାର ଇଏ କଥା ଆମ ଧର୍ମର ବୋଇଲେ ଆମ ସନାତନ ଧର୍ମର, ସବୁ ଧର୍ମଟା ଆମର, ତଥାପି ସନାତନ ଧର୍ମର ଉପନିଷଦରେ ସେମାନେ କହିଛନ୍ତି, ପୂର୍ବାଚାର୍ଯ୍ୟମାନେ, ବସୁଧୈବ କୁଟୁମ୍ବକମ୍। ବସୁଧାରେ ଆମେ ଯିଏ ଅଛେ, ଖାଲି ମଣିଷ ନୁହେଁ, ପଶୁ ପକ୍ଷୀ ଠାରୁ ଆରମ୍ଭ କରି ବୃକ୍ଷ ତରୁ ତୃଣ ଲତା, ତା ସହିତ ମଣିଷ ସମାଜ, ବିଭିନ୍ନ ଧର୍ମ, ବିଭିନ୍ନ ମତ, ବିଭିନ୍ନ ପନ୍ଥ, ସମସ୍ତଙ୍କୁ ନେଇ ଇଏ ପୃଥିବୀ ହେଉଛି ଗୋଟିଏ ସୁନ୍ଦର ପରିବାର। ଏଇ ଯେଉଁ ସୁନ୍ଦର ପରିବାର ଆଜି ଧ୍ୱଂସ ବିଧ୍ୱଂସ ହେଉଛି। ଅନେକ ଜଳଚରମାନେ ସେମାନେ ମୃତ୍ୟୁବରଣ କଲେଣି। ଇଏ କଥା ଆପଣମାନେ ବିଭିନ୍ନ ମହଲରୁ ଜାଣୁଥିବେ। ଅନେକ ପକ୍ଷୀମାନେ ସେମାନେ ମଧ୍ୟ ମୃତ୍ୟୁବରଣ କଲେଣି, ସେମାନଙ୍କୁ ଦେଖିବାକୁ ମିଳୁନାହିଁ। ଏଭଳି ଗାଁ ଗହଳିରେ ପ୍ରହର ସନ୍ଧ୍ୟା ହେଲେ ଶୃଗାଳମାନଙ୍କର ଡାକ ଆଉ ଶୁଭୁନାହିଁ। ଶାଙ୍ଗୁଣାମାନଙ୍କର ରୂପ ଆଉ ଦେଖିବାକୁ ମିଳୁନାହିଁ। ତେଣୁ ବିଶ୍ୱ ପରିବାରକୁ ଆଜି ଧ୍ୱଂସ କରୁଛି କିଛି ମଣିଷ। ଆଜି ବିଜ୍ଞାନର ଅଗ୍ରଗତି ହେଇଛି। ବହୁ କଥା ଆମେ ଗୋଟିଏ ଜାଗାରେ ବସି ଆମେ ବିଶ୍ୱର ସବୁ କଥା ବି ଜାଣିପାରୁଛୁ। ଏସବୁ ଗୋଟାଏ ଦିଗରେ ପ୍ରଗତି ବା ଉନ୍ନତି ହେବାରେ ଲାଗିଛି। ଜ୍ଞାନ ଆଜି ବିଜ୍ଞାନରେ ପରିଣତ ହେଇଛି। ଆମେ କହୁଛୁ ଏହାକୁ କଳି ଯୁଗ ବୋଲି, କିନ୍ତୁ ବଳିଆ ସବୁବେଳେ ଭାବେ ଇଏ କଳି ଯୁଗ, ସତ୍ୟ ଯୁଗ, ତ୍ରେତା ଯୁଗ, ଦ୍ୱାପର ଯୁଗ, ଏସବୁ ସନାତନୀ ହିନ୍ଦୁମାନଙ୍କର ଗୋଟିଏ ମତ। ଯୁଗ ଅର୍ଥ ସମୟ। ଇଏ ଯୁଗ ହେଉଛି ପ୍ରକୃତ ବିଜ୍ଞାନର ଯୁଗ। ଏଠି ବିଜ୍ଞାନ ଅଗ୍ରଗତି କରିଛି। ବିଜ୍ଞାନ ଅଗ୍ରଗତି କରିଥିଲେ ହିଁ ସେଇ ବିଜ୍ଞାନକୁ ନେଇ ଅନେକ ଧ୍ୱଂସର ତାଣ୍ଡବ ସୃଷ୍ଟି କରୁଛନ୍ତି। ଧରନ୍ତୁ ଗୋଟେ ମୋବାଇଲ ଫୋନ ଆଜି ପିଲାମାନଙ୍କ ହାତରେ ଅଛି, ତାର ସଦୁପଯୋଗ ନକରି ଅନେକ ଅସଦୁପଯୋଗ କରୁଛନ୍ତି। ଆଜି ଟିଭି ପରଦାରେ ଆମେ ଅନେକ ବିଶ୍ୱର ଅନେକ ଚିତ୍ର ବୈଚିତ୍ର୍ୟ ଆମେ ଦେଖିବାକୁ ପାଉଛୁ, କିନ୍ତୁ ସେଇ ଟିଭି ପରଦାରେ ଆମେ ଚିତ୍ର ବିଚିତ୍ରକୁ ଲକ୍ଷ୍ୟ ନ କରି ଆମେ କେବଳ ନୃତ୍ୟ ସଙ୍ଗୀତ ଯେଉଁଗୁଡ଼ାକରେ ମଣିଷର ମନରେ ବିକାର ସୃଷ୍ଟି ହେବ ସେଇଭଳି ରୂପ ଆମେ ଦେଖିବା ପାଇଁ ଇଚ୍ଛା କରୁଛୁ। ଆଉ ସେଇଭଳି ରୂପ ମଧ୍ୟ ସେମାନେ ଦେଖାଉଛନ୍ତି। ଆଜି ମଦ୍ୟ ମାଦକତାରେ ସମାଜ ପୂର୍ଣ୍ଣ ହେଇଯାଇଛି। ସଜ୍ଜନ, ସବୁଠାରୁ ବଡ଼ କଥା ହେଉଛି
ଆଜି ମଣିଷ ପଣିଆ ଅନେକଙ୍କ ଭିତରେ ନାହିଁ। ତୋମାଦି ଦେବ ପୁରୁଷ ପୁରାଣ, ପୁରାଣର ପୃଷ୍ଠା ଯଦି ଆମେ ଲଉଟେଇବା ଆମେ ଦେଖିବା ଦୁର୍ଯ୍ୟୋଧନର ଜିଦ୍, ରାବଣର ସୀତାଙ୍କୁ ରଥରେ ବସେଇ ନେଇ ଲଙ୍କାଗଡ଼ରେ ରଖିବା, କଂସର ଶିଶୁବଦ୍ଧ। ଆଜି ଯଦି କୌଣସି କବି ବ୍ୟାସଙ୍କ ଭଳି, ବ୍ୟାସଦେବଙ୍କ ଭଳି କବି ଯଦି ଆଜି ଇଏ ଯୁଗର ପୁରାଣ ଲେଖିବେ, ତେବେ ଆଜି ମଣିଷ ରାକ୍ଷାସ ପାଲଟି ଯାଇଛି। ସବୁ ମଣିଷ ନୁହନ୍ତି, କିଛି ମଣିଷ। ଯେମିତି ଆପଣମାନେ ଦେଖିବେ ପୁରାଣରେ ଲିପିବଦ୍ଧ ହେଇଛି ଯେ ଦେବତାମାନଙ୍କ ଉପରେ ରାକ୍ଷାସମାନେ ଅତ୍ୟାଚାର କରିଛନ୍ତି, ସ୍ୱର୍ଗପୁରକୁ ଲୁଣ୍ଠନ କରିଛନ୍ତି, ଦେବରାଜ ଇନ୍ଦ୍ରଙ୍କର ଆସନ ଟଳମଳ ହେଇଛି। ଏହା ଯେପରି ଭାବରେ ଲେଖା ହେଇଛି, ବର୍ତ୍ତମାନର ଶିକ୍ଷିତ ପୁଅ ଝିଅମାନେ ଆପଣମାନେ ଚିନ୍ତା କରନ୍ତୁ। ଦେବତା କହିଲେ ଇନ୍ଦ୍ର ବା ମେଘ, ସୂର୍ଯ୍ୟ ବା ଅଗ୍ନି, ବାୟୁ ପବନ ଏବଂ ପୃଥିବୀ, ବରୁଣ ବା ସମୁଦ୍ର। ଆଜି ଆପଣମାନେ ନିଶ୍ଚିତ ଭାବରେ ଅନୁଭବ କରୁଛନ୍ତି ଏଇ ଦେବତାମାନେ ଆଜି ପ୍ରଦୂଷଣ ହେଇଛନ୍ତି। ଗଙ୍ଗା ଯମୁନା ଭଳି ପବିତ୍ର ତୀର୍ଥ ନଦୀ ଆଜି ପ୍ରଦୂଷଣ ହେଉଛି, ଅଳିଆ ଆବର୍ଜନାରେ ଭର୍ତ୍ତି ହେଇଯାଉଛି। ଏଥିପାଇଁ ଗଙ୍ଗାଙ୍କୁ ସଫେଇ କରିବା ପାଇଁ, ଯମୁନାକୁ ସଫେଇ କରିବା ପାଇଁ ମଧ୍ୟ ସାଧୁ ଉଦ୍ୟମ ଜାରି ରହିଛି। ସମୁଦ୍ର ଆଜି ଅଶାନ୍ତ, ସେ ହେଉଛି ଦେବତା, ବରୁଣ ଦେବତା, ସେ ଆଜି ଅଶାନ୍ତ। ପୃଥିବୀ ଆଜି ଅଶାନ୍ତ, ଧ୍ୱଂସାସ୍ତ୍ରକୁ ନେଇ ମଣିଷଟାକୁ କୁଣ୍ଢେଇ ଭଳି ଖେଳନା ଖେଳୁଛି। ମେଘ, ଜଳ ପ୍ରଦୂଷଣ, ବାୟୁ ଦେବତା ପ୍ରଦୂଷଣ, ଆଉ ଏଭଳି କି ସୂର୍ଯ୍ୟ ରଶ୍ମି ମଧ୍ୟ ପ୍ରଦୂଷଣ ହବାରେ ଲାଗିଛି। ତାହେଲେ କିଏ ଆକୁ କରୁଛି? ଏଇ ମଣିଷ ସମାଜର କିଛି ମଣିଷ ବିଜ୍ଞାନ ନାମରେ ଇଏ ଜଳ, ସ୍ଥଳ, ବାୟୁ, ଆକାଶ ସବୁକୁ ପ୍ରଦୂଷଣ କରୁଛନ୍ତି। ତୀର୍ଥ ନଦୀ ଗୁଡ଼ିକ, ତୀର୍ଥ ଗୁଡ଼ିକ ହେଉଛନ୍ତି ଦେବୀ ବା ଦେବତା। ସେ ସ୍ଥାନ ଆଜି ଆପଣ ଦେଖିବେ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହେଇଯାଇଛି। ତେଣୁ ସଜ୍ଜନ, ବିଶ୍ୱ ଆଜି ଏତେ ଅଶାନ୍ତ। ଏବେ ଆପଣମାନେ ଲକ୍ଷ୍ୟ କରିଥିବେ, ସମସ୍ତେ ଜାଣୁଛନ୍ତି, ରୁଷ ଆଉ ଦୁଇଟି ଦେଶ ଭିତରେ ଘମାଘଟ ଲଢ଼େଇ ଚାଲିଛି। କେତେ ଧନ ଜୀବନ ନଷ୍ଟ ହେଲାଣି ୟୁକ୍ରେନର ଏବଂ ରଷିଆର। କେତେ ସୈନ୍ୟ ମଲେଣି, ଯେତିକି ବମ୍ ସେମାନେ ନିକ୍ଷେପ କରୁଛନ୍ତି, ଏହାଦ୍ୱାରା ବାୟୁ, ଜଳ ସବୁ ପ୍ରଦୂଷଣ ହେଉଛି। କୋଟି କୋଟି ଟଙ୍କାର ସମ୍ପତ୍ତି ଆଜି ମୂଲ୍ୟହୀନ ହୋଇପଡ଼ିଛି। ଆଉ ସାଧାରଣ ଲୋକମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଏଇଭଳିଆ ଗୋଟିଏ ଅଶାନ୍ତ ବିଶ୍ୱ
ଆଜି ବିଶ୍ୱପତିଙ୍କ ପାଖରେ ଆମେ ସମସ୍ତେ ପ୍ରାର୍ଥନା କରିବା ଏଭଳି ଯୁଦ୍ଧ ନ ହଉ, ଧ୍ୱଂସାସ୍ତ୍ର ତୈରି କରି ମଣିଷ ବା କୂଟନୀତିଜ୍ଞମାନେ ଯେଉଁ ବାହାସ୍ଫୋଟ ମାରୁଛନ୍ତି ସେଗୁଡ଼ିକ ସେମାନେ ବିଚାର କରିବା ଦରକାର। ଏହାଦ୍ୱାରା ବିଶ୍ୱର କେତେ କ୍ଷତି ଘଟୁଛି। ଆମେରିକା ହସୁଛି, ରଷିଆ ହସୁଛି। ରଷିଆ କହୁଛି ମୁଁ ଏଇଆ କରିବି, ଆମେରିକା କହୁଛି ମୁଁ ଏଇଆ କରିବି। ଚୀନ କହୁଛି ଏଭଳି କୋଟା କ'ଣ କରିଦେବି। ଆଉ ସବୁ ବିଭିନ୍ନ ଦେଶ ବିଭିନ୍ନ ପ୍ରକାର ମତ ଦେଉଛନ୍ତି। କିନ୍ତୁ ଆମ ଭାରତବର୍ଷ ଏଭଳି ଏକ ମହାନ ଦେଶ, ତାର ଜାତୀୟ ପତାକା ଧରି ଭାରତୀୟମାନେ ଅସୁବିଧା ହଉ ସୁବିଧା ହଉ ଫେରି ଆସୁଛନ୍ତି। ଏଇ ସବୁ କଥା ଗୋଟିଏ ଆନନ୍ଦ ଲାଗୁଛି ଯେ ଆମ ଭାରତ ପ୍ରତି ଏତେ ସମ୍ମାନ, ଭାରତ ପାଇଁ ଏତେ ସମ୍ମାନ ଯେ 6 ଘଣ୍ଟା ମଧ୍ୟ ଯୁଦ୍ଧ ବନ୍ଦ ହେଉଛି। ଭାରତୀୟମାନେ ସେ ସହରରୁ ଖାଲି ହେଲେ ତାପରେ ଯୁଦ୍ଧ ହେବ। ଏଥିରେ ଯଦିଓ ଗୋଟେ ଆନନ୍ଦ ସୃଷ୍ଟି ହେଉଛି, ଆମ ଦେଶ କେଡ଼େ ମହାନ, ଆମ ଦେଶର ନେତାମାନେ କେତେ ମହାନ, କେତେ ଉଦାର। କିନ୍ତୁ ଯେଉଁମାନେ ଉଦ୍ଧାର ହେଇପାରୁନାହାନ୍ତି, ସେ ଯେଉଁ ଦେଶର ଲୋକ ହୁଅନ୍ତୁ, ସେମାନେ ଚିତ୍କାର କରୁଛନ୍ତି ବଞ୍ଚିବା ପାଇଁ, ବଞ୍ଚି ପାରୁନାହାନ୍ତି। ତେଣୁ ବଳିଆ ଏଇସବୁ କଥା ମୁଣ୍ଡରେ ରଖି ମୋତେ ଏତେ ଖରାପ ଲାଗୁଛି ଯେ ଯେଉଁଟାକୁ ମୁଁ ଭାଷାରେ ବର୍ଣ୍ଣନା କରିପାରୁନି। କେବଳ ସେଇ ବିଶ୍ୱପତିଙ୍କ ଶରଣରେ ପ୍ରାର୍ଥନା କରୁଛି। ଆହେ ଦୟାମୟ ବିଶ୍ୱ ବିହାରୀ ହେନ ଦୟା ବହି ମୋର, आहे दयामय विश्व बिहारी घेन दया बही मोर। जल स्तर आकाश तुम्भ लीला सबु, जल स्थल वन गिरी ये गोटे प्रार्थना रे देखंतु, जल स्थल वन गिरी आकाश तुम्भ लीला सबुठारे प्रकाश। बाबा कहिले, बाया बाबा गोटे सुंदर कथा कहिले, सर्वदा सत्यरे प्रतिष्ठित रहिबाकू चेष्टा कर। सर्वदा सत्यरे रहिबाकू सत्यरे प्रतिष्ठित रहिबाकू चेष्टा कर। ताले सत्य किए? शास्त्र कहूँ ब्रह्म सत्य जगत मिथ्या, किंतु प्रकृत सत्य कहिले, जड़े सत्य कहिले ठीक हेनी। से सत्यटी थिबो सृष्टि रहिबनी। तेणु सत्य किए? प्रकृति एवं पुरुष। यदि प्रकृति रहिब नहीं, बिना प्रकृति रे पुरुष केवे, से भगवत पुरुष केवे सृष्टि को सृजना करि पारिबे नहीं। सत्य होउचंती दुई जण। आम परिवार रे आम पई सत्य होउचंती जेमती बाप आउ माँ।
ସେ ଭଲ ବାପା ଭଲ ମା ହୁଅନ୍ତୁ କି ନ ହୁଅନ୍ତୁ ସେଇଟା ଅଲଗା କଥା, କିନ୍ତୁ ବାପ ମା ବିନା ଆମେ ସୃଷ୍ଟି ହେଇପାରିବୁ ନାହିଁ। ତେଣୁ ପ୍ରକୃତି ଆଉ ପୁରୁଷ ଇଏ ଦୁଇ ଜଣଙ୍କୁ ନେଇ, ପ୍ରକୃତି କହିଲେ ଏଇ ଯେଉଁ ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ବସନ୍ତ ଇତ୍ୟାଦି ଇତ୍ୟାଦି, ଏଇଟା ହେଉଛି ପ୍ରକୃତି। ଇଏ ବିଶ୍ୱରେ କେଉଁଠି ଥଣ୍ଡା ପ୍ରଧାନ ଦେଶ, କେଉଁଟା ଗ୍ରୀଷ୍ମ ପ୍ରଧାନ ଦେଶ, କେଉଁଠି ସୂର୍ଯ୍ୟ 3 ଘଣ୍ଟା ଆମର ଭାରତୀୟ ସମୟରେ ଏତିକି ବେଳେ ଉଦୟ ହେଉଛନ୍ତି, ଆଉ କେଉଁ ଦେଶରେ ଆଉ କେତେବେଳେ ସୂର୍ଯ୍ୟ ଦେଖାଯାଉଛନ୍ତି, ଏସବୁ ହେଇପାରେ। କିନ୍ତୁ ବ୍ରହ୍ମ ଯେଭଳି ସତ୍ୟ, ଜଗତ ମଧ୍ୟ ସେଇଭଳି ସତ୍ୟ। ଯଦି ଜଗତ ନାହିଁ ତାହେଲେ ବ୍ରହ୍ମ ସତ୍ୟ ବୋଲି କହିବ କିଏ? ସେଇଭଳି ଶରୀର ଯେଭଳି, ଆତ୍ମା ଯେଭଳି ସତ୍ୟ, ଆତ୍ମାକୁ କେହି ଦେଖି ନାହାନ୍ତି କେଉଁଠି ଅଛି, ଯୋଗୀମାନେ ଦେଖୁଛନ୍ତି। ଆତ୍ମା ଯେଭଳି ସତ୍ୟ, ଇଏ ଶରୀର ମଧ୍ୟ ସେଭଳି ସତ୍ୟ। ଶରୀର ଯଦି ରୋଗାକ୍ରାନ୍ତ ହୁଏ, ଶରୀର ଯଦି ଦୁର୍ବଳ ହେଇଯାଏ, ମଦ୍ୟ ମାଦକତା ସେବନ କରି ଯଦି ଶରୀରକୁ ନଷ୍ଟ କରି ଦିଆଯାଏ, ତାହେଲେ ଆତ୍ମା ତା ଭିତରେ ଥିଲେ କ'ଣ ହବ? ଆମେ ତ ଧ୍ୟାନ କରିପାରିବୁନି, ଆସନ କରିପାରିବୁନି, ପ୍ରାଣାୟାମ କରିପାରିବୁନି, କି ନାମ ଭଜନ କରିପାରିବୁନି। ଆମେ ତ ବସିକି ସବୁବେଳେ ବ୍ୟସ୍ତ ହବୁ, କ'ଣ କରିବା? ଏଇ କ'ଣ କରିବା? ଏଇ ପଞ୍ଚାକ୍ଷର ମନ୍ତ୍ର ଆମେ ଜପ କରି କରି ଶେଷରେ ଇଏ ଦୁନିଆରୁ ଆମେ ଯିବା। ତେଣୁ ସବୁବେଳେ ଆମର ପୂର୍ବାଚାର୍ଯ୍ୟମାନେ କହିଛନ୍ତି, ଟ୍ରୁଥ୍ ଇଜ୍ ଓନ୍ଲି ପରମାତ୍ମା। ଶରୀର ଭିତରେ ଟ୍ରୁଥ୍ ଇଜ୍ ଓନ୍ଲି ଆତ୍ମା, ସୋଲ୍। ଟ୍ରୁଥ୍ ଇଜ୍ ଓନ୍ଲି ସୁପ୍ରିମ୍ ସୋଲ୍, ସୁପ୍ରିମ୍ ପାୱାର। ଏହି ଦୁଇଟି ସତ୍ୟରେ କ'ଣ ଜଗତ ଚାଲିବ କି? ଇଏ ଦୁଇଟି ସତ୍ୟରେ ଜଗତ ସୃଷ୍ଟି ହେବ। ଏଇ ଦୁଇଟି ସତ୍ୟରେ ଶରୀର ଓ ଆତ୍ମା, ପ୍ରକୃତି ଓ ପୁରୁଷ, କ୍ରିଏସନ୍ ଆଣ୍ଡ କ୍ରିଏଟର, ଏସବୁ ଟ୍ରୁଥ୍। ଯଦି କ୍ରିଏସନ୍ ନାହିଁ, କ୍ରିଏଟର ଅଛନ୍ତି ବୋଲି ତାକୁ ଉପଭୋଗ କରିବ, ତାକୁ ଜାଣିବ କିଏ? ତେଣୁ ଇଏ ଦୁଇଟି ସତ୍ୟକୁ ନେଇ ଜଗତ ସୃଷ୍ଟି ହେବ। କିନ୍ତୁ ଏଇଟା ଚାଲିବ, ପ୍ରୋସେସଟା କେମିତି ଚାଲିବ? ଚାଲିବ ଟ୍ରୁଥ୍ ଟକ୍, ଟ୍ରୁଥ୍ ସ୍ପିଚ୍, ସତ୍ୟ କଥା। ମୁଁ ଆପଣମାନଙ୍କୁ ଗୋଟେ କଥା କହୁଛି, ଆପଣମାନେ ସବୁ ବି କହନ୍ତି, ସବୁମାନେ ପ୍ରବକ୍ତା ମାନେ କହନ୍ତି ଭଗବାନଙ୍କର 4ଟା ହାତ। ଏରା শুধু ଭୁଲ ମାନେ ମିଛ କଥା ନୁହେଁ, ଏଇଟା ଗୋଟେ ଦାର୍ଶନିକ କଥା। ଆଚ୍ଛା ହଉ, ଭଗବାନଙ୍କ 4ଟା ହାତ, ସେ କ'ଣ କ'ଣ ଧରିଛନ୍ତି? ଶଙ୍ଖ। ଶଙ୍ଖ କ'ଣ? ଗୋଟିଏ ହାତରେ ସେ ଶଙ୍ଖ ବଜଉଛନ୍ତି। ସେ ଶଙ୍ଖଟି କ'ଣ? ଟ୍ରୁଥ୍ ଓର୍ଥ। ଇଟ୍ ଇଜ୍ ଜଷ୍ଟ ଲାଇକ୍ ଶଙ୍ଖ। ଚକ୍ର। ହ୍ୱାଟ୍ ଇଜ୍ ଚକ୍ର? ଆପଣଙ୍କର ୱାର୍କ ଫିଲ୍ଡ ଇଜ୍ ଜଷ୍ଟ ଲାଇକ୍ ଚକ୍ର। ଚକ୍ର ମଧ୍ୟ ସତ୍ୟ, ୱାର୍କ ଫିଲ୍ଡ ଆପଣଙ୍କର ସତ୍ୟ। କାର୍ଯ୍ୟକ୍ଷେତ୍ର ହେଉଛି ଗୋଟିଏ ସତ୍ୟ। ଇଏ ଗଲା ଦୁଇଟି ସତ୍ୟ।
ତୃତୀୟ ସତ୍ୟ କିଏ? ଗଦା। ଗଦାଟା କ'ଣ? ଶାସନ, ଆଡମିନିଷ୍ଟ୍ରେସନ। ଇଏ ସମଗ୍ର ପୃଥିବୀର କେଉଁ ଦେଶରେ ଗଣତନ୍ତ୍ର, କେଉଁ ଦେଶରେ ରାଜତନ୍ତ୍ର, କେଉଁ ଦେଶରେ କମ୍ୟୁନିଜିମ୍, ଆଇଡିଓଲୋଜି ସବୁ ଅଛି, କିନ୍ତୁ ମନେ ରଖିବାକୁ ପଡ଼ିବ ଗୋଟେ ଶାସନ ବ୍ୟବସ୍ଥା ଯଦି ରହିବ ନାହିଁ ତାହେଲେ ଚୋରି, ଡକାୟତି, ଲୁଣ୍ଠନ, ହଣା କଟା, ମରା ମରି ଏଇଗୁଡ଼ାକ ଚାଲିବ। ତେଣୁ ଗଦା ହେଉଛି ତୃତୀୟ ସତ୍ୟ। ପଦ୍ମ। ପଦ୍ମ କ'ଣ? କ'ଣ ଗୋଟେ ପୁଷ୍କରିଣୀରୁ ଗୋଟେ ପଦ୍ମ ଫୁଲକୁ ନେଇକିରି ଠାକୁର ଧରିଛନ୍ତି ସବୁଦିନେ। ପଦ୍ମ ହେଉଛି ସେନ୍ସ ଆଣ୍ଡ ସାଇନ୍ସ। ଜ୍ଞାନ ସତ୍ୟ, ଇଏ ଚତୁର୍ଥ ସତ୍ୟ। ଜ୍ଞାନ ସତ୍ୟ ଏବଂ ବିଜ୍ଞାନ ସତ୍ୟ। ଏବେ ମନେ ପକାନ୍ତୁ, ଟ୍ରୁଥ୍ ଇଜ୍ ଫାଷ୍ଟ, ଟ୍ରୁଥ୍ ଇଜ୍ ଟ୍ରୁଥ୍ ୱର୍ଥ। ସେକେଣ୍ଡ ଟ୍ରୁଥ୍ ଇଜ୍ ୱାର୍କ ଫିଲ୍ଡ। থার্ড ট্রুথ ইজ শাসন বা সংবিধান বা আডমিনিস্ট্রেশন, রুল এডুকেশন। চতুর্থ সত্য হচ্ছে পদ্ম বা জ্ঞান। ইয়ে চারটি সত্যକୁ ନେଇ ଇଏ ସଂସାର ଚାଲିଛି। ମୁଁ ଚାଲିଛି, ଆପଣମାନେ ଚାଲିଛନ୍ତି। ଇଏ ଚାରୋଟି ସତ୍ୟ ଯେତେବେଳେ ବିକ୍ଷିପ୍ତ ହେଇଯାଉଛନ୍ତି, ଆମର ଟ୍ରୁଥ୍ ମାନେ ସତ୍ୟ ସଂକଳ୍ପ ନାହିଁ। ଅମୁକ ଲୋକକୁ ମର୍ଡର କରିବୁ, ଅମୁକ ଦେଶକୁ ଧ୍ୱଂସ କରିବୁ, ଏଗୁଡ଼ା କ'ଣ ସବୁ ସତ୍ୟ ସଂକଳ୍ପ? ତେଣୁ କେତେ ସୁନ୍ଦର କଥା। ଆମେ ଦର୍ଶନକୁ ଭୁଲି ଯାଇ ଆମେ ଖାଲି ପୁରାଣର ଗପ ଗୁଡ଼ିକ ଖାଲି କହିବାରେ ଲାଗିଛୁ। ଠାକୁର ଶଙ୍ଖ ଚକ୍ର ଗଦା ପଦ୍ମ ଧରିକି ଠିଆ ହେଇଛନ୍ତି ସବୁବେଳେ। ଆଉ ଖାଉଛନ୍ତି କେମିତି? ଯେ ଚାରିଟା ହାତରେ ଚାରିଟା ଖାଇଲେ, ଆଉ କୋଉଠିଟା ହାତ ନାହିଁ। ଏସବୁ କଥା ହେଉଛି ତତ୍ତ୍ୱଭିତ୍ତିକ କଥା, ଦର୍ଶନ ଭିତ୍ତିକ କଥା। ଆଉ ସେଇ ଶାସ୍ତ୍ରରେ ବି ଲେଖା ହେଇଛି ଭଗବାନଙ୍କ ପାଦରେ ଗୋଟେ ପଦ୍ମ ଅଛି। ସେ ପଦ୍ମଟି କ'ଣ? ସେ ହେଉଛି ମନ ପଦ୍ମ, ସୁମନ ରୂପକ ପଦ୍ମ। ତେଣୁ ଏଇ ଚାରୋଟି ଆଉ ମୋଟାମୋଟି ପାଞ୍ଚଟି ସତ୍ୟକୁ ନେଇ ଇଏ ପଞ୍ଚ ମହାଭୂତ ଚାଲିଛି, ମଣିଷ ଜଗତ ଚାଲିଛି। ସେଇ ସତ୍ୟ ଆଜି ଅସତ୍ୟରେ ପରିଣତ ହେବାକୁ ଯାଉଛି। ତେଣୁ ମଣିଷ ଆଜି ଧ୍ୱଂସାସ୍ତ୍ର ସୃଷ୍ଟି କରୁଛି। ମଣିଷ ଆଜି ନିଜ ଜୀବନକୁ ଧ୍ୱଂସ କରୁଛି, ସମାଜର ସାହିତ୍ୟ, ସଂସ୍କୃତି, ଧର୍ମକୁ ଧ୍ୱଂସ କରୁଛି। ମାନେ ଇଗୋ, ଏତେ ଇଗୋ ଯେ ଆଉ କହିବା କଥା ନାହିଁ। ଜଣେ ହିନ୍ଦୁ ଯଦି କହିଲାନି ମୁଁ ହିନ୍ଦୁ, ଆଉ ଜଣେ ତୁ କି ହିନ୍ଦୁରେ, ମୁଁ ମୁସଲମାନ, ଆଉ ଜଣେ କହିଲାନି ଖ୍ରୀଷ୍ଟିଆନ। ଏଠି କଥା କ'ଣ? ତମେ ଯାହାକୁ ଡାକୁଛ ଆମେ ତ ସେଇଆକୁ ଡାକୁଛୁ। କେହି କହେ ଗଡ୍, କେହି ଆଲ୍ଲାହ, ଏଥିପାଇଁ କେହି କହେ ଗଡ୍, କେହି ଆଦା ତମେ ସବୁ କହୁଛ ମୁଁ ବଡ଼, ସେ କହୁଛି ମୁଁ ବଡ଼, ସେ କହୁଛି ବଡ଼। ତୁମେ ଦେଖିଛ? ତୁମେ କହୁଛ ଓମ୍ ପରମାତ୍ମନେ ନମଃ, ଦେଖିଛ କି? ଅନୁଭବ କରିଛ? ଯଦି ପରମାତ୍ମାକୁ ଯଦି ଆମେ ପ୍ରକୃତରେ ଅନୁଭବ କରିବା ତାହେଲେ ଦେଖିବା
ପରମାତ୍ମାଙ୍କ ବ୍ୟତୀତ ଏ ଦୁନିଆରେ ଆଉ କେହି ନାହିଁ। ସେଇ ଜଣେ ପ୍ରକୃତି ରହିବ, ସେ ଯେଉଁ ଧର୍ମ ହଉ। ଯଦି ଜଣେ ଇସଲାମ ପ୍ରକୃତରେ ଆଲ୍ଲାହଙ୍କୁ ଉପଭୋଗ ମାନେ ଅନୁଭବ କରିବ, ଦର୍ଶନ କରିବ, ସିଏ ଦେଖିବ ସେଇ ଜଣେ ଶକ୍ତି ଇଏ ଜଗତର ମାଲିକ। ଜଣେ ଯଦି ପ୍ରକୃତରେ ଈଶ୍ୱରଙ୍କୁ ଅନୁଭବ କରିବ, ସେ ବି ଜାଣିବ ସେଇ ଜଣେ, କିନ୍ତୁ ସେ ଜଣକ ସହିତ ଦୁଇ ଜଣ ହେଉଛନ୍ତି ପ୍ରକୃତି। ଏଇଭଳି ଭାବରେ ଆମର ସତ୍ୟ ସଂକଳ୍ପର ନା, ତେଣୁ ବାବା କହିଲେ ସତ କର୍ମ କର, ସତ୍ୟ କଥା କୁହ, ସତ ସଂକଳ୍ପ ନିଅ, ସତ ସଙ୍ଗ କର। ଆଉ ଆଡ଼ୁରୁ ମାଡ଼ୁରୁ ଫାଡ଼ୁରୁ ଏ ଯେଉଁ କ'ଣ ଗୁଡ଼ାଏ ଆଡ଼ୁ ସାଡ଼ୁ ଗପ କରି ସମୟ ନଷ୍ଟ କରୁଛ। ବାବା କହିଲେ ଅଯଥା ଗପ ନା, ଅଯଥା ସମୟକୁ ନଷ୍ଟ କର ନା। ତେଣୁ ସଜ୍ଜନ ବଳିଆ ଆପଣମାନଙ୍କୁ ଏତିକି କେବଳ ନିବେଦନ କରୁଛି, ଜୀବନକୁ ସତସଙ୍ଗମୟ କର। ସତ୍ସଙ୍ଗ କଲେ ମୁଁ କହୁନି ଏଇ ଯେଉଁ ଖାଲି ଗୀତା ଭାଗବତ ଚର୍ଚ୍ଚା ନାମ କୀର୍ତ୍ତନ ମୁଁ କହୁନି। ଆମେ ଭଲ ମଣିଷ ହେବା, ଚରିତ୍ରବାନ ମଣିଷ ହେବା, ଭଲ ପରିବାର ଗଠନ କରିବା, ଭଲ ଜୀବନ ଗଠନ କରିବା। ଏ କଥା ଆମେ କହି ଚାଲିଛୁ, ଜୀବନର ଶେଷ ପର୍ଯ୍ୟନ୍ତ କହି ଚାଲିବୁ, ଲେଖି ଦେଇକରି ମଧ୍ୟ ଯିବୁ। ସତ୍ ହିଁ ଏକମାତ୍ର ଶ୍ରେଷ୍ଠ, ଆଉ ସବୁ ମିଛ। ଆଚ୍ଛା, ବୈକୁଣ୍ଠ କହିଲେ କେତେ ସୁନ୍ଦର ପଦ ଗୁଡ଼ିକା। ହେଲେ ଝଡ଼ ବତାସ ଉଡ଼ିଯିବ ସାହସ, ନିରାଶା ନ କରିବେଗେ କରିଦେ ପାରି। ନିରାଶା କରିଦେ ଆରେ ଆରେ ନାଉରି, ନିରାଶା ନ କରିବେଗେ କରିଦେ, ନିରାଶା ନ ସେ ନାଉରି କିଏ? ଦି ଜଣ। ଜଣେ ହେଉଛନ୍ତି ଭଗବାନ ବା ସର୍ବଶକ୍ତିମାନ, ଆଉ ଜଣେ ହେଉଛନ୍ତି ସଦ୍ଗୁରୁ। ଦି ଜଣ ନହେଲେ ସୃଷ୍ଟିରେ କିଛି ହେବନି। ସମସ୍ତେ କହୁଛନ୍ତି ମାନେ ୱାନ୍, ନାଇଁ ୱାନ୍ ଠିକ୍, କିନ୍ତୁ ପ୍ରକୃତି ଯଦି ନ ରହିବ ପୁରୁଷ କିଛି କରିପାରିବନି। ପୁରୁଷଠୁ ପ୍ରକୃତି ସୃଷ୍ଟି ହେଇଛି, କିନ୍ତୁ ପ୍ରକୃତିକୁ ନେଇ ସୃଷ୍ଟି ସୃଜନା ହୁଏ। ତେଣୁ ନାଉରୀ ହେଉଛନ୍ତି ପ୍ରଭୁ, ନାଉରୀ ହେଉଛନ୍ତି ଗୁରୁ। ଆଉ ମଧୁ କ'ଣ କହିଲେ? ମାରିବା ତାରିବା କଷଣ ଫେଡ଼ିବା, ତବ ବିନା ଶକ୍ତି ନାହିଁ କାହାର। ଲୀଳା ଯାକ ଯେତେ ଲାଗିଛି ଜଗତ, ସକଳ ଲୀଳା ତବ ବିହାର। ମାରିବା ତାରିବା କଷ, ତବ ବିନା ଶକ୍ତି ନାହିଁ କାହାର। ଲୀଳା ଯାକ ଯେତେ ଲାଗିଛି ସକଳ ଲୀଳାରେ। ଏ ଦୁନିଆରେ ଯେତେ ଲୀଳା ସବୁ ଲାଗିଛି, କେଡ଼େ ସୁନ୍ଦର ଲୀଳା। ସେ ସାଇକ ପାଦ ଚାଲିଠାରୁ ଏରୋପ୍ଲେନ୍ ରକେଟ୍ ପର୍ଯ୍ୟନ୍ତ ସବୁ ଲୀଳା ଭିତରେ ସେ ପ୍ରଭୁ ହିଁ ଅଛନ୍ତି। ତାଙ୍କର ପ୍ରେରଣା ରହିଛି, ତାଙ୍କର ଶକ୍ତି ସବୁ ଭିତରେ ରହିଛି। ଅଭିନ୍ନ ସୁନ୍ଦର କହିଲେ, ପବିତ୍ର ଈଶ୍ୱର ମନ୍ଦିର ଅଟେ ଏହି କୃଷ୍ଣ ଅଛନ୍ତି ଭକ୍ତଙ୍କୁ ଗୋଚର। ପବିତ୍ର ଈଶ୍ୱର ମନ୍ଦିର ଅଟେ ଏହି ଶରୀର, ରାଧା କୃଷ୍ଣ ଖେଳ ଅଛନ୍ତି ଭକ୍ତଙ୍କୁ। ବଳିଆ ଅନେକ ଥର ଏ କଥାଟା କହିଛି। ଲାଇଫ୍ ଇଜ୍ ଟେମ୍ପୁଲ,
Heart is the residence of Lord. Heart is the throne of God. ଜୀବନ ହେଉଛି ଗୋଟିଏ ସୁନ୍ଦର ମନ୍ଦିର। ଏଇ ଜୀବନ ମନ୍ଦିରର ଦେବତା ହେଉଛନ୍ତି ନିଜେ ପ୍ରଭୁ, ଆଉ କେହି ନୁହନ୍ତି, ପ୍ରଭୁ। ଏଇ ଜୀବନ ମନ୍ଦିରର ସେବକ କିଏ? ଯେତେ ଇନ୍ଦ୍ରିୟ ମାନେ ଅଛନ୍ତି, ଆଖି, କାନ, ନାକ, ହାତ, ଆଙ୍ଗୁଠି ସବୁ ହେଉଛନ୍ତି ତାଙ୍କର। ଯେମିତି ଆମ ପ୍ରଭୁ ଜଗନ୍ନାଥଙ୍କର 36 ନିଯୋଗ, ଏଠି ସେମିତି 11 ଜଣ ସେବକ ଅଛନ୍ତି ଜୀବନ ମନ୍ଦିରର। କେତେ ସୁନ୍ଦର ଏ ଜୀବନ! ତାକୁ ନା ଖୋଜିଲେ ହବ। ଆଉ ଖାଲି ଖାଇବା, ଉଠିବା, ଶୋଇବା, ବୁଲିବା, ଗପିବା, ଏଇଥିରେ କ'ଣ ଅଛି? ତେବେ ସବୁ ହଉ, ଖାଅ, ଶୁଅ, ବିହାର କର, ବୁଲ, ଏଥିରେ କିଛି ମନା ନାହିଁ। ଟିଭି ଦେଖ, ରେଡ଼ିଓ ଶୁଣ, ତା ସାଙ୍ଗରେ ଟିକେ ଈଶ୍ୱର ଚିନ୍ତନ କର। ସିଏ କିଏ? ସେ ପ୍ରକୃତରେ କେମିତି ଅଛନ୍ତି, କିପରି ଭାବରେ ଲୀଳା ରଚନା କରୁଛନ୍ତି। ବଳିଆ ଗୋଟିଏ ସଙ୍ଗୀତରେ ଲେଖିଛି, ସୁନ୍ଦର ତୁମ ସୁନ୍ଦର ତୁମରି ସୁନ୍ଦର ସୁନ୍ଦର ତୁମ ଏତିକି ସୁନ୍ଦର ତୁମରି ଚରଣର